ମୋ ଜୀବନ ଛାତି ବାଛିବାର ଅଧିକାର କ'ଣ ମୋର ନୁହେଁ? ରାଧାକୁ ନେଇ ମୁଁ ବଡ଼ ଦାଣ୍ଡକୁ ଚାଲିଛି। ଘର ଛାଡ଼ିଦେବି, ପରିବାର ଛାଡ଼ିଦେବି, ଦରକାର ହେଲେ ଦୁନିଆ ଛାଡ଼ିଦେବି, ହେଲେ ରାଧା ଗର୍ଭରେ ଥିବା ସନ୍ତାନକୁ ମୁଁ କେବେ ଅସହାୟ ଭାବରେ ଛାଡ଼ିପାରିବି। ରାଧା ମା ହବାକୁ ଯାଉଛି। प्रेम संपर्क केते बजे मथार सिंदूर पालटि गला से कथा जना पड़िलानी। ए किछि दिन पाई मो अलगा हेई गली आ मो मनरो मनीषटा बदली गला। आज बसातानी मोह बदल नाती पर मो भाबुथली मो बिछाणे सोई सोई गड़ लेउटौची बोली हेले मो जानि नथिली के बसातानी केतेबरे कोया चांदोटा टाणुआ सुखियो पालटि गला। आपण को चांदो सेमिति चांदो लछते जेबा सातारी किंतु आपण चिन्नी मारु नांती खोजिले सेई माने मिलंती जो माने हजि जाई थांती कने से माने केबे भी मिलंती ने जो माने बदली जाई थांती। मोहन को तू मो पाखरु छोड़े नहीं छोड़ाई तू कोन से खेलना न जे मते जणो थार आउ जण तमे मनुष्य हुआ तमे गोटे स्वार्थ करे बेईमान विचकी पुरुष गोटे झीको भल पाई विवाह कर प्रतिश्रुति दे आ गोटे कुआरी झीको गर्भवती करे तमे हो गोटे नष्ट चरित्र। जहाँ पारुଛ ତମେ ତାହା କରିଯାଅ। ତମର ସବୁ କଥା ସବୁ ଗାଳି ମୋ ପାଇଁ ମୂଲ୍ୟହୀନ। କାରଣ ତାହାରେ ମୋ ସ୍ତ୍ରୀ, ତା ମଥାରେ ମୋ ସିନ୍ଦୂର, ତା ହାତରେ ମୋ ଶଙ୍ଖା, ହାତ ବେକରେ ଫୁଲମାଳ, ମୋ ହାତରେ ପିନ୍ଧିଥିବା ଜନ୍ମ ଜନ୍ମର ବନ୍ଧନ। କାହାକୁ ମୋହନ ଆଇ ତମେ କାହାକୁ ପିଛ କରୁଛ? ମୋ ପାଇଁ ତମେ ଜାଣି ଶୁଣି ନିଜକୁ ଜୀବନ ତାଳରେ କାଦେରେ ପିଛ ଛୋଟ କରି ଦଉଛ। ଆଉ ବାହାନା କରିବା ଦରକାର ନାହିଁ। ରୂପା ଦେଖାଇ ଗୋଟେ ପୁରୁଷକୁ ଆକର୍ଷିତ କରି ଦେହଧାରଣ କରି ଗୋଟେ କୁଆରୀ ମା ହବାକୁ ଯାଉଥିବା ଗୋଟେ ନଷ୍ଟ ଚରିତ୍ର ମୁହଁରୁ ଏଭଳି କଥା କେବେ ବି ଶୋଭା ପାଏ ନା। ତମେ କଥା କହିବାର ସୀମାଟା ବୁଝାଉଛ। ମତେ ବାଧ୍ୟ କରିଛି ଏଇ ବେଶ୍ୟା। ଆପଣ ମନ ଶାନ୍ତି ହେଲେ ଯାଇ ମତେ ମାରନ୍ତୁ କିନ୍ତୁ ମୋ ହାତ ଯୋଡୁଛି ଆପଣ ମୋହନକୁ ଜମା ଭୁଲ ବୁଝନ୍ତୁ। ତମେ ତାକୁ ବହୁତ ଭଲ ପାଅ ନା ତମେ ମତେ କ୍ଷମା କରିଦିଅ। ଆଜି ମୁଁ ବୁଝୁଛି କଣ ପାଇଁ ମୋହନ ମତେ ଦୂରେଇ ଦେଲେ। ମୁଁ ବୋଧେ ତମ ପରେ ତାକୁ ଏତେ ଭଲ ପାଇବା ଦେଇପାରିଲିନି। ଆଉ ଯୋଉଥିପାଇଁ ମୋହନ ମୀରାର ନ ହେଇ ରାଧାର ହେଇଗଲେ ତମେ ମତେ କ୍ଷମା କରିଦିଅ। ପ୍ରେମ କରୁଥିଲି ତ ପ୍ରେମିକା ପଣିଆଟା ହାରିଗଲା ପରେ ମଣିଷ ପଣିଆଟା ବି ହାରିଗଲା। ଆଉ ଯୋଉଥିପାଇଁ ମୁଁ ତମ ଉପରକୁ ହାତ ଉଠେଇ ଦେଲି ତମେ ମତେ କ୍ଷମା କରିଦିଅ। ଗୋଟେ ଜମିଦାର ଝିଅ ହିସାବରେ ନୁହେଁ ଏ ଗୋଟେ ପରାଜିତ ମଣିଷ ହିସାବରେ ମୁଁ ତମକୁ ହାତ ଯୋଡ଼ି କ୍ଷମା ମାଗୁଛି। ତମେ ମତେ କ୍ଷମା କରିଦିଅ। କ୍ଷମା କରିଦିଅ ମତେ। ଘର ଲୁଚି ପଳେଇ ଆସିବାର ପରିଣାମଟା ପାଇଗଲ ତ ମୀରା। ପ୍ରେମ କରିବା ଭଲ ପାଇବା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହଁ। ତାଛଡ଼ା ପ୍ରେମକୁ ସାରା ଜୀବନ ପାଇଁ କାନ୍ଧରେ ବହି ନେବାକୁ ହେଲେ ମୋହନ ପରି ବେଇମାନ ନୁହଁ ଭୈରବ ପରି ହୃଦୟବାନ ହବା ଦରକାର। ହୃଦୟବାନ ସେ କଥା ମୁଁ ବହୁତ ଭଲ ଭାବରେ ଜାଣିଛି। ତୁ କାହିଁକି ଜବରି ଗଲ ଭୟ? ହୃଦୟବାନ ଶୈତାନ ଚେହେରାଟା ବାହାରି ଆସିଲା। ଶୈତାନ କିଏ ତମେ ନା ଭୈରବ? ଶୈତାନ ରାତିର ଅନ୍ଧାରରେ ବର ଗଛରେ ଚଢି ବର ଡାଳକୁ ଭାଙ୍ଗି ରାସ୍ତା ମଝିକୁ ଫିଙ୍ଗିଥାନ୍ତି ବାଟୋଇ ମାନେ ଉଠେଇବା ପାଇଁ। ହେଲେ ତମ ପରି ଶୈତାନ ମାନେ ସ୍ଥଳ ବିଶ୍ୱାସୀ ମଣିଷ ମାନଙ୍କର କଲିଜାକୁ ଛିଣ୍ଡେଇ ତା ହାତରେ ଧରେଇ ଦିଅନ୍ତି ଯୋଉଟା ତମେ କରିଛ। ଏବେ ବି କହୁଛ ଜମା ଶାନ୍ତନୀ ଆପଣ ମୋହନକୁ ଭୁଲ ବୁଝୁଛନ୍ତି। ଠିକ ଅଛି
ଅଶୋକ ଚଳାଚଳକୁ ଭଲ ପାଇ ତା ଅଜାଣତରେ ଆଉ ଜଣକୁ ଅନ୍ତଃସନ୍ଧା କରିବାଟା କଣ ଠିକ? ପୁଅ ଭଲ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଶୁଣିବେ ଆପଣ? ଉତ୍ତର ଶୁଣିବାକୁ ଚାହୁଁଛନ୍ତି ତ? ତାହେଲେ ମୁଁ କହୁଛି ଶୁଣନ୍ତୁ। କିଛି କଥା କହିବ ତମେ? ତମେ ଜାଣିନ এই মীরার বাবা এই ভৈরব সাগরে তাকে বাঘ স্থির করছেন। আর একথা মধ্যে ମୁଁ ଜାଣିଛି ଆସୁନ ତିନି ସେମାନଙ୍କର ବାଘ। ଆଉ ଏତେ ସବୁ ପରେ ବି କାହାକୁ କିଛି ନ ଜଣେ ସବୁବେଳେ ଧାନ ଚାଉଳ ଧରି ମୀନା ଲୁଚି ଲୁଚି ତମ ଘରକୁ ଆସିଥିଲା। କାହିଁକି ସେ ଖବର ପାଇଥିଲା ଦୁର୍ଭିକ୍ଷରେ ତମ ପରିବାର ବି ଭିକାରୀ ହେଇଯାଇଛି। ତମେ ତମେ ତା ସହିତ କଣ କରିଛ? ଥରେ ଚିନ୍ତା କରିଛ? চিন্তা করেছি, অনেক চিন্তা করছি বলে এপর্যন্ত চুপ হয়ে রয়েছি। মহাফলিরে না মহাভারত সৃষ্টি হব। କଣ କରିବ? মহাভারত କଣ କରିବ ତମେ? ଏ ମୁଁ କହୁଛି ଶୁଣ, ଏ ମୀରାର ଜୀବନ ସାଥୀ ହବା ପାଇଁ ତମେ ଅଯୋଗ୍ୟ। କାହିଁକି ନା ମୁଁ ଜମିଦାରର ଝିଅ ଆଉ ତମେ ଗୋଟେ ସର୍ବହରାର ପୁଅ। କଣ ମୀରା? ତମେ କୋଉ ଢଙ୍କା କିଛି ଜାଣିପାରୁନୁ? ତମ ବାପା ଜମିଦାର ଦେବବ୍ରତ ରାୟ ବାହାଦୁର ବର୍ତ୍ତମାନ ଭିକାରୀ। ସାହାଯ୍ୟ ମାଗିବା ପାଇଁ ବାଲେଶ୍ୱର ଯାଇଥିଲେ କୋଉ ଜଣେ ବନ୍ଧୁଙ୍କ ପାଖକୁ। ଖାଲି ହାତରେ ତ ଫେରିଲେ। ଆଉ ଫେରିଲେ ବେଳେ ସହରରେ ନେଇଥିବା ବଳଦ ଦିଟା ଖାଇବାକୁ ଦେଇପାରିଲେନି। ନିରୀହ ବଳଦ ଦିଟା ଅଧା ବାଟରେ ପଡି ମୃତ୍ୟୁବରଣ କଲେ। ଓ କି ଦୁଃଖ! ଆରେ ତମେ କଣ ମତେ ସ୍ତ୍ରୀ କରିଥାନ୍ତ? ମତେ ତ ଲାଗୁଛି ଏ କାଲି ସକାଳ ତମେ ହାତରେ ଥାଳି ଧରି ରାସ୍ତାରେ ବୁଲି ବୁଲିକି ଭିକ ମାଗିବ। ତମ ଦେହର ମାଂସ ସବୁ ଶୁଖିଯିବ। ଚର୍ମହୀନ ତମେ ଗୋଟେ କଙ୍କାଳ ପୁରୁଷ ପାଲଟିଯିବ। ହୀର ମୋ ଘରେ ରାଜରାଣୀ ହେଇ ରହିବ। ହୀର ମହୁରେ ଭାସିବ ସିଏ। ଅନାହରେ ତମ ବାପା ମା ଦିଟା ଶୁଖି ଶୁଖିକି ମରିଯିବେ। ଆଉ ସେମାନଙ୍କ ଶବକୁ କାନ୍ଧରେ କାନ୍ଧେଇ ନବା ପାଇଁ ତମ ଅଙ୍କାର ଆଉ ବଢୁନଥିବ ମୋହନ ରାୟ ବାହାଦୁର। ଆଉ ଏଇଟା ହଉଛି ଏ ମୀରାର ତମକୁ ଅଭିଶାପ। ଆସ ଭୈରବ ଏ କଥା ବି ଆପଣ ଏଇ କରିଗଲେ ଟିକେ ଶୁଣି ଯାଉଛି ଯେ ବାପା ଧରି ଏମିତି ରାଗିକି ଯାଉଛୁ। ଆସୁଛୁ ମୋହନ ରାୟ ବାହାଦୁର। ଯାଉ ତମକୁ ଅଶେଷ ଧନ୍ୟବାଦ ଯେ ରାଧା ପରି ଜଣେ ସତୀ ସାବିତ୍ରୀ ଝିଅକୁ ତମେ ସ୍ତ୍ରୀ ରୂପେ ପାଇଛ। ଆରେ ହଁ ଶୁଣ, ଆସନ୍ତା ସପ୍ତାହରେ ମୋର ବାହାଘର। ନିମନ୍ତ୍ରଣ ରହିଲା। ଭୋଜି ଖାଇବାକୁ ଆସିଲେ ଅନ୍ତତଃ ପକ୍ଷେ ମୁଁ ଟିକେ ବେଶୀ ଖୁସି ହେବି। କାହିଁକି ମୋହନ ତମେ କାହିଁକି ଏମିତି କଲ? ମୋ ପାଇଁ ତମେ ଜାଣିଶୁଣି ନିଜକୁ ଜୀବା ସାଧାର କାନ୍ଧରେ ଏମିତି ଛୋଟ କରିଦେଲ କାହିଁକି? ସେ ମୋତେ ଅଭିଶାପ ଦେଲା ତ ମୁଁ ବୋଧେ ଅଭିଶପ୍ତ ହେଇ ରହିଛା। ହେଲେ ସେ ଖୁସିରେ ରହୁ। ଜମିଦାର ଘରର ଝିଅ ସେ ଜାଣି ଶୁଣି ତା ମନରେ ମୁଁ କେମିତି ଦୁଃଖ ଦେଇଥାନ୍ତି? କିନ୍ତୁ ତାଙ୍କ ଭଲ ପାଇବାକୁ ତମେ ଏତେ ପାଦରେ ଆଣି ଦେବାର କଣ ଠିକ ହେଲା? ପ୍ରେମ ଭଲ ପାଇବା ଏସବୁ କଳ୍ପନାରେ ସୁନ୍ଦର ଦିଶେ। ମୀରା ଆମ ଘରେ ଭୋକ ଉପାସରେ ଦିନ କାଟିଥାନ୍ତା, ଅନ୍ୟମାନେ ପରି ଥାଳ ଧରି ଭିକ ମାଗିଥାନ୍ତା। ଏସବୁ ମୁଁ ଶୋଇଥାନ୍ତି। ମୋର ମୋ ପାଇଁ ଚିନ୍ତା ନାହିଁ ମୋହନ, ଚିନ୍ତା ହଉଛି କେବଳ ମୋ ପିଲା ପାଇଁ। ମତେ ତ ଲାଗୁଛି ଦୁର୍ଭିକ୍ଷର ହାତ ଚିତ୍କାର ମୋ ପିଲାକୁ ପେଟ ଭିତରେ ନିଶ୍ୱାସ କରିଦବ। ଏଠି ଭୋକର ଲମ୍ବା ଲମ୍ବା ହାତ ମୋ ଗର୍ଭର ଅନ୍ଧାର ଭିତରେ ଖୋଜି ଖୋଜି ତା ତଣ୍ଟି ଚିପେ। ଏ ଦୁର୍ଭିକ୍ଷଟା ସିନା ମଣିଷର ଅଣ୍ଟାକୁ ପିଠିକୁ ଗୋଇଠା ମାରି ପାରୁଛି, ହେଲେ ଛାତିକୁ ଟାଣ କରିପାରିଲେ ସେ ଦୁର୍ଭିକ୍ଷ ନିଶ୍ଚୟ ହାରିଯିବ। ଆମେ ଜିତିବା ରାଧା, ଏ ପିଲା ନିଶ୍ଚୟ ବଞ୍ଚିବ। ମୁଁ ତମକୁ କଥା ଦଉଛି। କିନ୍ତୁ ମୋହନ ଏବେ କ୍ଷମା ସାନ୍ତାଳଙ୍କର କଣ ହବ? ଆଜି ସିନା ସେ ମତେ ବୁଝିଲାନି, କାଲି ସେ ମତେ ନିଶ୍ଚୟ ମନେ ପକେଇବ। ଆଉ ସେତେବେଳକୁ ମୁଁ ହୁଏତ ଆଉ ଦୁନିଆରେ ନଥିବି। ରାଧା ନାଇଁ ମୋହନ, କାହିଁକି ସେମିତି? କଣ তুমি একুশে চালু করে দেখা
দুর্ভিক্ষ লঙ্ক দুর্ভিক্ষ লঙ্ক দুর্ভিক্ষ চড়ে হেলে নেই খালি পেটে না ফেরতি সমস্ত খাই সারিকি ଯିବେ କାଳିଆ ନେଇ କାଗଜା ମାନଙ୍କ ଧାଡ଼ି ଲାଗିଛି କୋଉଠି କେମିତି ଖବର ପାଇଲେ କେଜାଣି ଯୋଜନ ଦୂରରୁ ବିକଳିଆ ମାନଙ୍କ ଧାଡ଼ି ଲାଗିଛି ଆଚ୍ଛା ଆଜ୍ଞା ତାହେଲେ ଶୁଣ ଭୋଜିରେ କେବଳ ସେଇମାନଙ୍କୁ ଅପେକ୍ଷା କରିବ ଯୋଉମାନେ କେବଳ ନିମନ୍ତ୍ରିତ ଅତିଥି ଆମେ ଚିହ୍ନିବା କେମିତି ସମସ୍ତ ସମାନ ଦେଖା ଯାଉଛନ୍ତି ସମସ୍ତେ କହୁଛନ୍ତି ବାବୁକୁ ଆମକୁ ଖାଇବାକୁ ଦିଅ ଠିକ ଅଛି ମୁଖ୍ୟ ଦ୍ୱାର ନିକଟରେ ମୁଁ ଠିଆ ହେବି ମୁଁ ଠିକ ଜାଣିପାରିବି କୋଉମାନେ ନିମନ୍ତ୍ରିତ ଅତିଥି କୋଉମାନେ ବିନା ନିମନ୍ତ୍ରଣରେ ଆସିଛନ୍ତି ସେ କାମ ମୁଁ ଆଉ ବାକି ରଖିଛି ନା ସେ ଦାୟିତ୍ୱ ଅନ୍ଧାରକୁ ଦେଇଦେଇଛି ପାଞ୍ଚ ହାତିଆ ଠେଙ୍ଗା ଗୋଟେ ତା ହାତରେ ଧରି ଦେଇଛି ଆଉ କହିଛି ବାହାର ଲୋକ ଯଦି କେହି ବିନା ନିମନ୍ତ୍ରଣ ଘରକୁ ତତେ କଥାବାର୍ତ୍ତା କରିବୁନି କୁକୁର ଖାଇ ଆସୁଛି ଜଣକ ଉପରେ ପାହାର ବାଜିଗଲୁ ସମସ୍ତେ ବାଟକୁ ପଳେଇ ଆସିବେ ହେଲା ତମେ ଯାଅ ଭୋଜି କଥା ଖାଅ ମୁଁ ଦେଖେ ବାହାଘର କଣ ହେଇଛି ମୁଁ ପଚାରୁଛି କଣ ହେଇଛି କୁହନ୍ତୁ ଆଜ୍ଞା ଏଠି ସାର୍ ମୋ ମୁଣ୍ଡ ଖରାପ କରିସାରିଲେଣି ମୁଁ ଯେତେ ମନା କରୁଛି ବାହାର ଲୋକ ଭିତରକୁ ପ୍ରବେଶ ନିଷେଧ ହେଲେ ଆଜ୍ଞା ଏ ଦୁଇ ଜଣ ମୋ କଥା ମାନୁନାହାନ୍ତି ମତେ ଧକ୍କା ମାରିକି ଭିତରକୁ ବସି ଆସୁଛନ୍ତି ଆଉ ମତେ ରାଗ ଉଠିଲା ଆଉ ବୁଢ଼ାକୁ ଠେଙ୍ଗାରେ ଗୋଟେ ବାହାର ଯେମିତି ଦେଇଛି ଏ ବୁଢ଼ୀକୁ କାନରେ କହୁଛି ଜାଣିଯିବି ହେଇ ତୁ ଯାହାକୁ ପିଟୁଛୁ ଜାଣିଛୁ ସେ କିଏ ସେ କଥା ମୁଁ ବି ପଚାରିଲି କିଏ ସେ କଣ ମହାରାଣୀ ଭିକ୍ଟୋରିଆଙ୍କ ଗହିତା ବୁଢ଼ୀ ସାଙ୍ଗେ ସାଙ୍ଗେ କହୁଛି ସେ କୁଆଡ଼େ ଉତ୍ତର କଟକର ଜମିଦାର ମୁହଁରୁ କପଡ଼ା ଖୋଲ ମୁଁ କଣ କହିଲି ଶୁଣିପାରିଲନି ମୁହଁରୁ କପଡ଼ା ଖୋଲ ଖୋଲ ପରେ କହୁଛି ଆପଣ ଏମିତି ଜମି କୋଉଠି ଲାଗେ ସତରେ କଣ ଏମାନେ ଜମିଦାର ଆପଣ ମୋ ଜଣେ ଜ୍ଞାନୀ ପଣ୍ଡିତ କେମିତି ମାଡ଼ ମାରିଲେ କାହିଁକି ତମେ ଜାଣିଛ କାହାକୁ ଅପମାନିତ କରିଛ କାହା ଉପରକୁ ତମେ ହାତ ଉଠେଇଛ କଣ କଲୁ ରେ ଚଣ୍ଡାଳ ଇରେ କେଡେ ବଡ ଭୁଲ କଲୁ ତୁ ଉତ୍କଳର ଦାନୀ ପୁରୁଷ ପ୍ରଜାରସ୍ୟ ଜଣାନୁରାଗୀ ରାଜବଂଶୀ ଜମିଦାର ଦେବବ୍ରତ ରାୟ ବାହାଦୁରକୁ ହାତ ଉଠେଇ ଦେଲୁ ଆଜି ତ ସେ ହାତ ଦେଇଦେବୁ ତାକୁ କିଛି ଭୁଲ ନାହିଁ ତାକୁ ଯିଏ ହେଇଥିଲେ ସେ ଠିକ ଏଇଆ ହିଁ କଥା କଥା କିଛି ଭୁଲ ନାହିଁ ସବୁ ତ ସାବର ସେ କେବେ ଜାଣିବା ଆମେ କିଏ ଶହ ଶହ କାଙ୍ଗାଳ ମାନଙ୍କ ଭିତରୁ ଆମେ ବି ଜଣେ ଜଣେ କାଙ୍ଗାଳ ନା ହଁ ସେ କେମିତି ଜାଣିବେ ଆମେ ଜମିଦାର ବୋଲି ତାମାନେ ମୋହ ନା ଏକଥା ମୁଁ କିଏ ବିଶ୍ୱାସ କରିପାରୁନି ସାଥେ ଏକଥା କଣ ସତ ତୁ ପା ତୁ ସିନା ଜମିଦାର ତାଙ୍କ ପତ୍ନୀକି ଚିହ୍ନିଲୁ ହେଲେ ଆମ ସାର୍ କଣ ଚିହ୍ନାନ୍ତି ହଁ ତା ଠିକ ଯେ ହେଲେ ଜମିଦାର ତାଙ୍କ ପତ୍ନୀକି ଧରି କାଙ୍ଗାଳ ମାନଙ୍କ ଭିତରେ ଆଜ୍ଞା ମୋର ଭୁଲ ହେଇଯାଇଛି ମତେ କ୍ଷମା କରିଦେବେ ଆଜ୍ଞା କ୍ଷମା କରିଦେବେ ଆଜ୍ଞା କ୍ଷମା କରିଦେବେ ଏଠି ତାଙ୍କର କିଛି ଭୁଲ ହେଇଯାଏ କାହିଁକି ନା ଆମେ ଏଠିକି ବିନା ନିମନ୍ତ୍ରଣରେ ଆସିଛୁ ଆମ ବେଶପୋଷାକ ଦେଖି ସେ କେମିତି ଜାଣିବେ ଯେ ଆମେ କିଏ ଆମର ପରିଚୟ କଣ ସେଇଥିପାଇଁ ମୁଁ ଆପଣମାନଙ୍କ ପାଖରେ କ୍ଷମା ମାଗି ନେଉଛି ଆସନ୍ତୁ ବସନ୍ତୁ ଏଠି ବସନ୍ତୁ ମୁଁ ନିଜେ ଆପଣ ଜମିଦାର ପାଇଁ ଖାଦ୍ୟ ଆଣିଲ ନା ନାହିଁ ଖାଦ୍ୟ ଖାଦ୍ୟ ମିଳିଲା ଚାହିଁଛନ୍ତି କଣ ଖାଦ୍ୟ ଗ୍ରହଣ କରନ୍ତୁ ଢାଙ୍କୁଣୀ ଖୋଲି ଖାଦ୍ୟ ଗ୍ରହଣ କରନ୍ତୁ ନା ସେଇ ସାଙ୍କୁଚ ଲାଙ୍ଗୁଳ ଦେବବ୍ରତ ରାୟ ବାହାତ ଯୋଉ ସାଙ୍କୁଚ ଲାଙ୍ଗୁଳରେ ତମେ ମତେ କଳି କଳି 100 ପାହାର ପିଟିଥିଲ ଇଏ ହଉଛି ସେଇ ସାଙ୍କୁଚ ଲାଙ୍ଗୁଳ ମନେ ରଖିଛି ସାନ୍ତାଣୀ ଗୋଟି ଗୋଟି କରି ସବୁ କଥା ମନେ ରଖିଛି ସେଦିନ ମୋ ଅପରାଧ ଥିଲା କୋଷମଣ୍ଡରେ ପଶି 100 ଟଙ୍କା ଚୋରି କରି ଆଣୁଥିବା ସମୟରେ ଧରା ପଡି ଯାଇଥିଲି ଦେଖ କୋଷାବନ୍ଧା ତମ ଦାୟିତ୍ୱ ଥିଲା ଆଉ ଚୋରି କରିବାଟା ବି ଅପରାଧ ଥିଲା ସେ ସବୁର କାରଣ ତ ତମମାନଙ୍କର ବୁଝିବାର ଥିଲା 30 ବର୍ଷ ଧରି କୋଷମଣ୍ଡାର ଯୋଗୁ ତମେ ରାଣା ସେଦିନ କାହିଁକି ଚୋରି କରିଥିଲା ଏ କଥା ବି ସେଦିନ ତମକୁ କହିଥିଲି ପାଠ ଶୁଣି ବିକଳ ହେଇ କହିଥିଲି ସାlte ମୋ ସ୍ତ୍ରୀ ଦେହ ଅସୁସ୍ଥ ମୋ ବୈଠକ କରିବା ଅନୁସାରେ ପତି ଯୋଗାଡ଼ ନ କଲେ
ସେଇଟା ଆଉ ବଞ୍ଚିବନି। ସେଥିପାଇଁ ମୋତେ କଲିକତା ଯିବାକୁ ହବ, ପତି ଯୋଗାଡ଼ କରିବାକୁ ହବ। ତାହେଲେ ମୋ ସ୍ତ୍ରୀଟା ମରିଯିବ ସାଥେ, ମୋ ସ୍ତ୍ରୀଟା ମରିଯିବ। ସେଇଥିପାଇଁ ମୁଁ 100 ଟଙ୍କା ନେଇଛି ସାଥେ। ହେଲେ ତମେ ମାନେ କଣ କଲ? ଶହ ଶହ ଲୋକ ମତେ ଚୋର ବୋଲି କରି ପିଟିଥିଲ। আমার খাইবা দরকার নেই, চল আমি পড়ে ରୁହ! ବାହାର ନଖାଇ କୁଆଡ଼େ ଚାଲି ଯାଉଛ ଦେବବ୍ରତ ରାୟ ବାହାଦୁର? ପାହାର কোন ভাই আমি পাহাড় খাইব? আমি অপরাধ কোন? ତମ ଅପରାଧ ହଉଛି ମୋ ପିଲା ନିମନ୍ତରେ